ମୋ ହୃଦୟ କିଛି କହିଲା। ହଁ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ସସ୍ମିତା ବ୍ଲଗକୁ। ଆଜି ମୋ ହୃଦୟ କହିଲା କି ଏଇ ଯୋଉ ଘର ଦ୍ୱାର ଦେଖୁଛନ୍ତି ଆଜି ପୁରା ପରିଷ୍କାର କରିବାରେ, କାରଣ ଏଠି ମୋର ସୁଟିଂ ହବାର ଅଛି। ତ ମୁଁ ସଫା କରିବାର ମେନ୍ କାରଣ ହେଉଛି ଦେଖେଇଦେବି। ଏଠି ଯୋଉ ଜୋତା ଥିଲା ସେଥିରେ କେମିତି ମୂଷା କାଟିଛି ଆଉ କେମିତି କଣ ତାର ଅବସ୍ଥା କରିଛି ସବୁ ଚପଲର, ମୁଁ ସେଟା ଦେଖେଇବି। ତ ସେଥିପାଇଁ ଗୋଟେ କଥା କହିବି, ମନଟା ସବୁବେଳେ ସୁନ୍ଦର ଲାଗେ ଯଦି ଆମ ଘର ଦ୍ୱାର ଆମେ ଯୋଉ ଜାଗାରେ ରହୁଛନ୍ତି ସେଇ ଜାଗାଟା ଯଦି ନିଟ୍ ଆଣ୍ଡ କ୍ଲିନ୍ ଥାଏ। ଆମେ ଯେତେବେଳେ ଭଗବାନଙ୍କ କୌଣସି ଜାଗାକୁ ଆମେ ଯାଉ ଆମ ମନଟା କାହିଁକି ଏତେ ଶାନ୍ତି ଲାଗେ, କାରଣ ସେଠି ପୁରା ନିଟ୍ ଆଣ୍ଡ କ୍ଲିନ୍ ଥାଏ, ସେ ଠାକୁରଙ୍କ ସ୍ଥାନ ହୋଇଥାଏ। ସେଥିପାଇଁ ଆମେ ତାକୁ ମନ୍ଦିର ବୋଲି ଭାବୁ। ସେଥିପାଇଁ ଆମକୁ ବହୁତ ବହୁତ ସୁନ୍ଦର ଲାଗେ। ସେଇଭଳି ଆମ ଘର ଦ୍ୱାର ମଧ୍ୟ ସେଇଭଳି ପୁରା ଠିକ୍ ଏକ୍ଜାକ୍ଟ ସେମ୍। ତ ଆମକୁ ଏଥିପାଇଁ ସୁନ୍ଦର ଲାଗେ, ଯଦି ଆମେ ଘର ଦ୍ୱାର ସବୁବେଳେ ସଫା ସୁତୁରା ରଖିବା ତାହେଲେ ଆମ ମନଟା ସବୁବେଳେ ପାଇଁ ସୁନ୍ଦର ଲାଗେ, ଆମକୁ ବହୁତ ସୁନ୍ଦର ଲାଗିଥାଏ। ଆଉ କେବେ ବି ମୋର କହିବାର ଅର୍ଥ କି ଗୋଟେ ନେଗେଟିଭ, ଯୋଉଟା କି ନେଗେଟିଭ ମାଇଣ୍ଡଟାକୁ ଆମକୁ ପଶିବାକୁ ଦିଏନି ଯଦି ଆମ ଘର ଦ୍ୱାର ପରିଷ୍କାର ଥାଏ। ସେଥିପାଇଁ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି, ଯେତିକି ଜାଗାରେ ରହୁଛନ୍ତି, ଛୋଟ ଜାଗା ହଉ ବା ବଡ଼ ଜାଗା ହଉ, ତାଜମହଲ ଭଳିଆ ବି ଘର ହଉ, ଯଦି ପରିଷ୍କାର ନ ରୁହେ ତାହେଲେ ସେଠି ବି ଶାନ୍ତି ଲାଗିବନି। ଆଉ ଯଦି ଗୋଟେ କୁଡ଼ିଆ ଘରେ ଯଦି ରହିବା, ତାକୁ ଆମେ ନିଟ୍ ଆଣ୍ଡ କ୍ଲିନ୍ ଭାବରେ ରଖିକି ଆମେ ଯଦି ରହିବା, ସେଠି ବି ମଧ୍ୟ ବହୁତ ଶାନ୍ତି ଲାଗିବ। ତ ଫାଇନାଲି ମୋର ସବୁ ପରିଷ୍କାର ହେଇଗଲା। ଏଠି ଟିକେ ସୁଟିଂ ଥିଲା, ବହୁତ ଦିନ ହେଲାଣି ଅପରିଷ୍କାର ଥିଲା। ଏଇଟା ଆମର ମାର୍ବଲ ପଡ଼ିଥାନ୍ତା, ଯେତେବେଳେ ଆମର ତିଆରି ହେଲା ତ କରେଣ୍ଟ ସେଠି ଆମର ଏକୁଟିଆ ଘର ଥିଲା, ତ କରେଣ୍ଟର ଯୋଗାଯୋଗ ନଥିବା ଯୋଗୁ ଆମେ ସେଠି ମାର୍ବଲ ପକେଇ ପାରିନଥିଲୁ। ଆମର ଡାଇନିଂ ହଉ ବା ଅଦର କୌଣସି ଘରେ ଆମର ମାର୍ବଲ ପକେଇ ନଥିଲୁ। ତ ଦେଖନ୍ତୁ ଏଇ ଯୋଉ ଚପଲଟି ଦେଖୁଛନ୍ତି, ଏଇଟା ବେଶୀ ଥର ମଡ଼ା ହେଇନି, ଏମିତି ଆଣିକି ଥୁଆ ହେଇଛି। ତ ମୂଷା ଦେଖନ୍ତୁ କେମିତି କାଟି ଦେଇଛି। କାଟିଲା ପରେ ଦେଖ, ଏଇଠି ଆମର ବାଦାମ ଥୁଆ ହେଇଥିଲା, ତ ସେ ବାଦାମକୁ ତାରି ଭିତରେ ସବୁ ହୋଲ ଦେଖନ୍ତୁ, ମାନେ ମୋ ଯୋଉ ହିଲ୍ ଅଛି ତାକୁ ମଧ୍ୟ ସେ କାଟିକି ଚୁନ ଚୁନା କରିଦେଇଛନ୍ତି। ସେ ବାଦାମ ସବୁ ତାରି ଭିତରେ ପଶିଛି। ସବୁବେଳେ ଯେକୌଣସି ଯେତେ କଷ୍ଟ କାମ ହଉ, ଯଦି ମନଟା ଖୁସି ରହିଲା ସେଟା ହିଁ କଷ୍ଟ ଲାଗେନି। ଦେଖ ଏଠି ଅଣ୍ଡା ଦେଇଛି, କିଏ ସେ ଦେଇଛି, ଝିଟିପିଟି ଦେଇଛି କି ସାପ ଦେଇଛି ତ ମତେ ଜଣା ନାହିଁ, କିନ୍ତୁ ଏଇଟା ହଉଛି ଅଣ୍ଡା, ଟିକି ଟିକି ଅଣ୍ଡା। ତ ଦେଖିଲେ ବହୁତ ଖୁସି ଲାଗୁଛି। ପରିଷ୍କାର ଯେତିକି କଷ୍ଟ ନ ଲାଗୁ, କିନ୍ତୁ ଏଇ ସବୁ ଟିକେ ଟିକେ ହସ ଖୁସିଟା ବହୁତ ମଜା ଲାଗୁଛି। ନେକ୍ସଟ ଏଠି ମତେ ପଚରା ହେଲା ଏଟା କି ଅଣ୍ଡା, ମୁଁ କହିଲି କେମିତି ଜାଣିବି କି ଅଣ୍ଡା ବୋଲି। ତ ଫାଇନାଲି ଏଇ ସବୁ ଅଳିଆକୁ ମୁଁ ନଉଛି ପଦାରେ ପକେଇଦବା ପାଇଁ। ସତ କଥା ହେଲା, ଯଦି ଅପରିଷ୍କାର ରହେ ସେଠି ଖୁସି ଲାଗେନି, ଗୋଟେ ସ୍ଥିରତା ଆସେନି ଯେ ଆମେ କୋଉ କାମ ପରେ କୋଉଟା ଆମେ କରିବା, କ୍ଲିୟର ବି କରିପାରିବାନି ଠିକ ସେ। ଯଦି ଆମର ଚାରିପାର୍ଶ୍ୱ ଯଦି ଅପରିଷ୍କାର ହେଇକି ଥିବ, ମୁଁ ସତ କଥା କହୁଛି, ମୁଁ ତ ଠିକ ଭାବରେ କାମଟା କରିପାରିବିନି, ମତେ ଲାଗିବନି, ମତେ ଆସିବନି ପଜିଟିଭ ପଏଣ୍ଟଟା ଯୋଉଟା ଆସେ, ଗୋଟେ ଥିଙ୍କିଙ୍ଗ ଯୋଉଟା ଆସେ, ସେଇଟା ମୋ ଠାଇଁ ପ୍ରବେଶ ହିଁ କରିବନି ଯଦି ମୋ ଚତୁଃପାର୍ଶ୍ୱ ଅପରିଷ୍କାର ଥାଏ। ସେଥିପାଇଁ ଦେଖୁଥିବେ ମୁଁ ଯୋଉଠି ରହିମି ମାନେ ସେ ଏରିଆଟା ପରିଷ୍କାର ହବା ରହିବା ଦରକାର। ତ ମତେ ଖୁସି ଲାଗେ। ଏଇଟା ମଝିରେ ଥରେ ପରିଷ୍କାର ହେଇଥିଲା, ତ ତାପରେ ଏଠି ଆଉ ଏତେ ଏଠି କାରବାର ନଥାଏ। ଏପଟେ ଆମର ସେପଟ ଡାଇନିଂରେ ଏପଟିକି ପ୍ରାୟତଃ ଆମେ ଆସିବାକୁ ବି ଟାଇମ ହୁଏନି। ଆପଣ ତ ଦେଖୁଥିବେ ଘର ସେପଟେ ଗୋଟେ ଡାଇନିଂ ଟାଇପର, ଏପଟେ ଆମର ଗୋଟେ, ଏଟା ବି ଗୋଟେ ଲଂଘି ଟାଇପର। ତ ଏଇ ସେଡିରା ମଝିରେ ମଝିରେ ଖରକା ହୁଏ। ତ ଫାଇନାଲ ଦେଖିପାରୁଥିବେ ହେଇଗଲା ଆମର ଯୋଉ ସେଡିରା ପରିଷ୍କାର ହେଇଗଲା। ତାପରେ ନେକ୍ସଟ ଆମେ ତଳରା ଯିବା। ମୁଁ ଟିଉସନ କରୁଥିଲି, ତ ଏଇ ଭିଡିଓ ମତେ ଦେଖୁଥିବେ ଚାରିଆଡେ ଭିଡିଓ ପାଇଁ ମତେ ଟାଇମ ହିଁ ହେଲାନି ଟିଉସନଟା କଣ୍ଟିନ୍ୟୁ କରିବା ପାଇଁ। ମୁଁ ସେଥିପାଇଁ ଟିଉସନ ହିଁ ବନ୍ଦ କରିଦେଇଥିଲି। ଏଇ ଯୋଉ ବହି ଦେଖୁଛନ୍ତି, ସେ ଛୁଆ ସବୁ ଛାଡି, କିଏ କୋଉ ବହି ସ୍ଲେଟ ସବୁ ଛାଡି ଦେଇଥିଲେ, ତ ଏଠି ଥୁଆ ହଉଛି, ସାଇଜ ହେଇକି ସବୁ ରଖା ହଉଛି। ନେକ୍ସଟ ଆମର ଏଇଟା ସବୁ ପରିଷ୍କାର ହବ, ତଳରା ପରିଷ୍କାର ହବ। ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବେ, ଆମ ଏଇ ଘରେ ସାପ ବି ପଶିଯାଏ। ତ ମୁଁ ଉପରେ ଅନ୍ଧୁ ଲାଗିଥିଲା ତାକୁ ଝାଡିଦେଲି। ମୁଁ ଦେଖେଇବି ଯୋଉଠି ଆମର ସାପ ପଶେ, ଆଉ ବି ମୁଁ ବି 3-4 ଥର ମାନେ ସାପ ଦେଖିଲିଣି, ହାଉଳି ଖାଇଲିଣି। ତ କହିପାରିବିନି ସାପ ଦେଖିଲେ ଆପଣ ମାନଙ୍କୁ କେମିତି କଣ ଲାଗେ। ବିଷାକ୍ତ ସାପ ନୁହଁ, ଧମଣା ଯୋଉ କୁହନ୍ତି, ସେଇ ସାପ। ଆଚ୍ଛା ଆପଣଙ୍କ ମତ କଣ? ଘର ଦ୍ୱାର କଣ ସତରେ ପରିଷ୍କାର ରଖିବା ଦରକାର,
ରଖିଲେ ବି ଶାନ୍ତି ଲାଗେ ନା ଏମିତି ହିଁ ଯେମିତି ନର୍ମାଲ ଲାଗେ କହିବେ। ତ ଲାଗିଗଲି କାମରେ, ଏଇଟା ସବୁ ପରିଷ୍କାର କରିଦେଲି। ତଳେ ଯୋଉ ଫ୍ଲୋରଟା ଅଛି ତାକୁ ବି ସଫା କରିବାର ଅଛି। ତ ସେଠି ଆମର ଇନଭେଟର ଅଛି, ସେଠି ଖାଲି ଜଷ୍ଟ ପାଣି, ଆମ ଯୋଉ ଇନଭେଟର ବ୍ୟାଟେରୀରେ ସେଠି ପାଣି ପଶାନ୍ତି, ଜଷ୍ଟ ଯୋଉ ଯେତିକି ଥର ଯାଆନ୍ତି, ଯାହା କରେଣ୍ଟ ଅପ୍ ଡାଉନ୍ କରନ୍ତି, ନହେଲେ ସେପଟେ ଆମର ଏପଟେ ଆମର ଏତେ କାମ ନଥାଏ। କେବଳ ମୁଁ ଯୋଉ ଭିଡ଼ିଓ କରୁଛି, ମୋର ଭିଡ଼ିଓରେ ଏପଟଟା ପୁରା ସାଇଲେଣ୍ଟ ଜାଗା, ଏପଟେ କିଏ ଆସନ୍ତିନି। ତ ମତେ ସେଫ୍ ଲାଗେ ଏଠି ଭିଡ଼ିଓ କରିବା ପାଇଁ, ଆଉ ବି ଭଲ ସୁବିଧା ହୁଏ ମୋର ସବୁ ଭିଡ଼ିଓ ସିଲେଇ କଣ, ପ୍ରତ୍ୟେକ ଭିଡ଼ିଓ ଡ୍ୟାନ୍ସ ହଉ ଅଦର କିଛି ଭିଡ଼ିଓ ହଉ, ମତେ ଏଇଠି ସେଭ୍ ଲାଗେ। ତ ସେଥିପାଇଁ ମୁଁ ଏଇପଟ ସାଇଡଟା ମୋର, ଏଇ ଯୋଉ ଜାଗାଟା ଦେଖୁଛନ୍ତି ମୋ ହାତରେ ଦେଖିଲେ, ଏଇଟା ହଉଛି ମୂଷା ଔଷଧ ଦିଆ ହେଇଛି। ତ ଆମର ଚୁଇଁ ଚୁଇଁ ମୂଷା ବହୁତ ହେଇଥିଲେ। ତ ମଝିରେ ବୋଉ ଦେଇ ଦେଇଥିଲା ଔଷଧ, ଦେଇ ଦେଇଥିଲା ମୂଷା ଯୋଉ ବିଷ ଔଷଧ ଦେଇ ଦେଇଥିଲା। ଖାଇକି ସବୁ ମରିଯାଇଥିଲେ। ମଝିରେ ଟୋଟାଲି ହିଁ ମୂଷା ନଥିଲା। ଏଇ ଯୋଉ ଜାଗା ଦେଖୁଛନ୍ତି, ଏଇ ସବୁ ଭିଡ଼ିଓ ଜାଗା, ଯୋଉ ଶାଗ ଯେକୌଣସି ଆମର ଇନଷ୍ଟ୍ରୁମେଣ୍ଟ ଦରକାର ପଇଲା, ତ ଆମେ ମୁଁ ତାକୁ ୟୁଜ କରେ। ଇଏ ହଉଛି ମୂଷା ଔଷଧ। ପୁଣି ଖାଇକି ଏଇ ମୁଁ ସଫା କରିବା ପୂର୍ବରୁ 6-7ଟା ମୂଷା ଅଲରେଡି ସେପଟ ରୁମ, ଟେଲର ରୁମ ହଉ ଅଦର ରୁମ ହଉ ବାହାରିଥିଲେ। ପଦାରେ ବି ଗୋଟେ ବଡ ମୂଷାଟେ ମରିଥିଲା। ଆପଣ କହିପାରିବେନି, ମାନେ ମୂଷା ଯଦି ହେଲେ ୱାନ୍ସ, ଆମର ଏଇଟା ଉଠିକି ପଳେଇ ଆସିଛୁ ନା ଅଲଗା ଜାଗାକୁ, ତ ବିଲ ଜାଗା ନା, ତ ମୂଷା ତ ଓବିୟସଲି ହିଁ ହବ। ତ ତ ସେଥିପାଇଁ ମୂଷା ପାଇଁ ଆମର ଔଷଧ, ମଝିରେ ମଝିରେ ଯେତେବେଳେ ମୂଷା ଅଧିକ ପରିମାଣରେ ହେଇଛନ୍ତି, ଆମର ଔଷଧ ଦେଇଦବୁ। ଫାଇନାଲି ଦେଖ ଇଏ ହଉଛି ମାନେ ସେ ସଫା ଚାଲିଗଲା। ମୁଁ ମୋର କାମ ନିତ୍ୟକ୍ରମ ସାରିଦେଇକି ଚାଲି ଆସିଲି। ସମସ୍ତଙ୍କୁ ମାନେ ଶୁଭ ସକାଳ, ଆଉ ସମସ୍ତଙ୍କ ଆଶୀର୍ବାଦ ଖାସ କରି ମୋ ଉପରେ ଥାଉ। ଛୋଟ କାମ ହଉ ବା ବଡ କାମ ହଉ, ମୁଁ ସକ୍ସେସଫୁଲ ହେବି ଯଦି ଆପଣମାନଙ୍କ ଆଶୀର୍ବାଦ ରୁହେ। ଛୋଟରୁ ବଡ ହିଁ ଚେଷ୍ଟା କରିବି। ହଉଛି ଆମ କୁନି ପୁଅ, ଦେଖ ମୋ ସହିତ କେମିତି କାମ କରୁଛି। ମାନେ ଆକୁ କହିଲେ ଶୁଣିବ ନାଇଁ, ଆକୁ ତୁ ଯୁଆଡେ ଯିବୁ ତୋ ପଛେ ପଛେ ସିଆଡେ ଯିବ। ଅଲରେଡି ମୋର କେତେ ଜିନିଷ ଇଏ ନଷ୍ଟ କରିସାରିଲାଣି, କଣ କରିବା। ଇଏ ହଉଛି ଆମର ସବୁଠାରୁ ମାନେ, ଇଏ ଯଦି ଆକୁ ଯଦି ଦେଖିବ ତମେ ନିଶ୍ଚିତ ଭାବରେ ହସ ଆପଣଙ୍କୁ, ମାନେ ଯିଏ ବି ଦେଖିବ ସେ ଯେତେ ଦୁଃଖରେ ଥାଉ ହସଟା ପଳେଇ ଆସିବ ଓଠରେ। କାରଣ ସେ ସେଇଭଳିଆ ଟାଇପର ଛୁଆ, ମାନେ ସବୁବେଳେ ହସଖୁସିଆ ଛୁଆ। ତ ଏଇଟା ହେଲା ଆମର ଗ୍ରିଲ ଟା। ଏଠି ଆପଣ ଦେଖିବେ ଗ୍ରିଲରେ ଆମର ଏଠି କଣ ସବୁ ଦିଆ ହେଇଛି। ଏଇ ଯୋଉ ସାପ ଆସେ ବୋଲି ଏଠି ଆମର ଏଠି ଗ୍ରିଲରେ ପୁରା ନିବୁଜ କରାହେଇଛି। ତ ମୁଁ ଦେଖେଇଦେମି କେମିତି କଣ ନିବୁଜ କରାହେଇଛି। ମୁଁ ସେଇପଟେ ଅଳିଆରା ନେଇକି ପାସ୍ କରିଦେଇଥାନ୍ତି ଅଳିଆରା। ତ ସବୁ ପ୍ରୋବ୍ଲେମ ହିଁ ଏଇଠି ଅଛି। ତ ସଫା ସରିଯାଇଥିଲା। ମଝିରେ ମୋର ଭିଡିଓ ଦେଖିଥିବେ, ମୁଁ ମାନେ ମୋ ନିତ୍ୟକ୍ରମ ସାରିକି ଆସିଛି, ମୁଁ ଦେଖେଇବି। ଏଇ ଅଳିଆରା ଭିଡିଓ ସବୁ ଟିକେ ଅଲ୍ଟରନେଟ ହେଇଥିଲା। ଓକେ, କିଛି ନାହିଁ, ଅସୁବିଧା ନାହିଁ, ଆଡଜଷ୍ଟ କରିଦବା ଟିକେ। ତ ଇଏ ସବୁ ଅଳିଆ ସଇଲା, ମୁଁ ଆକୁ ବାହାରକୁ ନେଇଗଲି ଫୋପାଡ଼ି ଦବା ପାଇଁ। ତ ଏତିକି ଅଳିଆ ଥିଲା, ମୁଁ ଏଇପଟେ ନେଇଯାଇଥାନ୍ତି, ନେଲିନି। ଏପଟେ ଟୋଟାଲି ଡାଇରେକ୍ଟ ଏପଟେ ମୁଁ ଅଳିଆରେ ନେଇଯିବି। ତ ଆପଣ ମାନେ କୁହନ୍ତୁ, ସତରେ ଘର ଦ୍ୱାର ପରିଷ୍କାର ରହିଲେ ମନ ଶାନ୍ତି ଲାଗେ? ନିଶ୍ଚିତ ଭାବରେ ମତେ ତ ବହୁତ ଶାନ୍ତି ଲାଗେ ଘର ଦ୍ୱାର ଯଦି ପରିଷ୍କାର କରିବା। ଏଠି ମୋର ଆଜି ଭିଡିଓ ହବାର ଅଛି। ଶାଶୁ ବୋହୂ ନଣନ୍ଦ କ୍ୟାରେକ୍ଟର ଅଛି। ତ ଏକାଥରେ 4-5ଟା କରିବି। ମୋର ସେଇ ସେଡି ଫଟୋରେ ବି ଅଛି ବହୁତ। ତ ସେଥିପାଇଁ ମୁଁ ଏଠି ସବୁ ଏଇ ଯୋଉ ଫ୍ଲୋର ଟା ପୁରା ସଫା କରିବାକୁ ପଡିଲା। ସେଡି ଆଉ ଆମର ଏଇ ଯୋଉ ଗ୍ରିଲ ସାଇଡ ଏପଟେ ବର୍ଷା ହେଇଯାଇଥିଲା। ମଝିରେ ମୁଁ ଭିଡିଓ ଟୋଟାଲ ବନ୍ଦ କରିଦେଇଥିଲି, କାରଣ ମୋ ମୋବାଇଲ ଟା ହିଁ ଖରାପ ଥିଲା। ତ 15 ଦିନ ହବ କି ମାସ ହବ ଏଭବ ହବ, ମୁଁ ଭିଡିଓ ଟୋଟାଲ ବନ୍ଦ କରିଦେଇଥିଲି। ମୋ ମୋବାଇଲ ଟୋଟାଲ ଅଫ୍ ହେଇଯାଇଥିଲା। ଯାହା ହଉ ଠାକୁରଙ୍କ ଦୟାରୁ ଭଲ ହେଇଗଲା କେମିତି, ସେଟା ଠାକୁରଙ୍କର ଗୋଟେ ଦୟା। ମୁଁ ଜଷ୍ଟ ପଇସା ଆରେଞ୍ଜ କରିଥିଲି ମୁଁ ଗୋଟେ ନୂଆ ମୋବାଇଲ କିଣିବି ବୋଲି, କିନ୍ତୁ ଯାହା ହଉ ଠାକୁରଙ୍କର ଗୋଟେ ଆଶୀର୍ବାଦରୁ ହେଇଗଲା। ମୋବାଇଲ ଟା କେମିତି ଅଟୋମେଟିକ ପୁରା ବନ୍ଦ ଲକ୍ ହେଇଯାଇଥିଲା। ତ ବହୁତ ଚେଷ୍ଟା ପରେ ଯାଉ ଅନ୍ ହେଲା। ତ ଭିଡିଓ କରିବାକୁ ପଡିବ, ସେଥିପାଇଁ ଏଇରା ସବୁ ପରିଷ୍କାର ଚାଲିଛି। ମୁଁ କହୁଥିଲି ନା, ଏପଟ ସାଇଡିକି ଆମର ଏତେ ଆସିବାଟା ହୁଏନି। ଏଠି ଆମ ଠାକୁର ଥିଲେ, ଠାକୁର ଉଠିକି ଆମ ରୁମ ଭିତରକୁ ନେଇ ଆସିଛୁ। ତ ନାକୁ କହିଥିଲେ, ଯେହେତୁ ଆମର ଗୋଟେ ଅଲଗା ଠାକୁର ରୁମ ଥିଲା ପର୍ସନାଲ, କିନ୍ତୁ ଆମର ସେଠି ମନା କରିଥିଲେ। ତ ଗୋଟେ ସାଇଡ ପୂର୍ବ ସାଇଡ କୁ ଆଣିବା ପାଇଁ କହିଥିଲେ, ଆମେ ନେଇ ଆସିଥିଲୁ। ପୁଣି ଏପଟେ ଯୋଉ ଅଲଗା ଗୋଟିଏ ଟୋଟାଲି ଆମର ଗେଷ୍ଟ ରୁମ ଥିଲା, ତ ସେଇଠି ଆଣିକି ଠାକୁର ରଖିଛୁ। ନେକ୍ସଟ ଠାକୁରଙ୍କର ଯଦି ଦୟା ହବ, ତାହେଲେ ନୂଆ ଠାକୁରଙ୍କ ପାଇଁ ଗୋଟେ ଘର ହବ। ଠାକୁର ସେଠି ଯିବେ। ଯଦି ଠାକୁରଙ୍କର ବିନା ତାଙ୍କର ଅନୁମତିରେ ପତ୍ରଟିଏ ବି ହଲେନି, ତ ଆମେ ତ ମାତ୍ରକେ ନିମିତ। ଯଦି ତାଙ୍କ ଦୟା ହବ ହବ। ତ ଏଇଟା ଏଇ ସାଇଡ ଆମର ଏପଟ ସାଇଡ କେହି ଆସନ୍ତିନି ବେଶୀ। ଏଇଟା ସବୁ ରହିଛି ଏଠି।
ଦେଖ ସେ କଦଳୀ ଆକୁ ବୋଉ ନୁଚେଇକି ରଖିଦେଇଥିଲା କାଳେ ପାଚିଲା ମାତ୍ରେ ସବୁ ମାନେ ପାଚିଲା ମାନେ ରହିବନି। ଆମର ତ ପ୍ରତ୍ୟେକ ଦିନ କଦଳୀ କାନ୍ଦି ବାହାରୁଛି 4-5ଟା କଦଳୀ କାନ୍ଦି ବାହାରୁଛି। ତ ପାଚିଲା କଦଳୀ ବହୁତ ହିଁ ବାହାରେ କାରଣ ଆମର ଦୋକାନ ଅଛି। ତ ସେଥିପାଇଁ ଆମର ପାଚିଲା କଦଳୀ ପ୍ରାୟ ସପ୍ତାହକୁ ଆମର ବାହାରେ 10 କାନ୍ଦି କି 15 କାନ୍ଦି ବାହାରେ। ତ ଏପଟେ ବି ଅଖାରେ ବୋଉ ରଖିଛି ପଚେଇବା ପାଇଁ। ଏପଟେ ଗୋଟେ ଅଲରେଡି ପାଚି ଯାଇଛି। ଏଇପଟ ସାଇଡ ଆମର ପରିଷ୍କାର ହବାର ଅଛି। ଏଇଠୁ ଏତିକି ଯୋଉ ଦେଖେଇଲି ମୋର ଯେତିକି ସବୁ ସଜଡା ସଜଡି କରୁଥିଲି ସେଇ ସାଇଡଟାରେ ମୋର ଭିଡିଓ ପ୍ରୋଗ୍ରାମ ଅଛି। ତ ଫାଇନାଲି ମୋର ସବୁ ପରିଷ୍କାର ଅଲରେଡି ସରିଗଲା। ଏଇପଟ ସାଇଡଟା ଟିକେ ଅଛି। ଏଇଟା ଟୋଟାଲି ସଫା ନା ହବନି। ଜଷ୍ଟ ଏଇ ସାଇଡରୁ ଯୋଉ ଅଳିଆରା ନେଇଥିଲି ଏଠି ଖାଲି ସଫା କରିବାରେ ଅଛି। ତ ମୁଁ ସମସ୍ତଙ୍କୁ କହିବି କି ନିହାତି ଘର ଦ୍ୱାର ଯେତିକି ହଉ ଯେତିକି ଜାଗାରେ ଆମେ ରହୁଛେ ସେତିକି ଜାଗା ସବୁବେଳେ ପାଇଁ ପରିଷ୍କାର ରଖିବେ। ଏଇ ଯୋଉ ନଡିଆ ଦେଖୁଛନ୍ତି ଆମର ଇଏ ହଉଛି ବାଡି ନଡିଆ। ବାଡିରେ ପାଚିକି ତାକୁ ପାରିକି ଆଣିଥିଲେ ଶୁଖି ଯାଇଛି। ତାକୁ ରଖା ହେଇଛି। ତାପରେ ଏଇଟା ଆମର ପରିଷ୍କାର ହବାର ଅଛି। ଏଇ ଯୋଉ ଫ୍ଲୋରଟା ଦେଖିଲେ ଏଇଠି ଆମର ସବୁ କାରବାର ହୁଏ। ଏଇଠି ଯୋଉ ଆମର ଯେତେଟା ରୁମ୍ 5ଟା ରୁମ୍ ଅଛି ଯେତିକି ରୁମ୍ ଅଛି ଏଇଠି ସେପଟ ସାଇଡ୍ କି ଆମର କେହି ଯାଆନ୍ତିନି ଯିବା ଆସିବା ଏତେ କରନ୍ତିନି। ଏଇ ସାଇଡରେ ଆମର ସବୁ କିଛି ହୁଏ। ତ ସେଇପଟ ସାଇଡରେ କେବଳ ଭିଡିଓ ମତେ ଟିକେ ଭଲ ସୁବିଧା ହଉଛି କରିବା ପାଇଁ। ସେପଟେ କେହି ଛୁଆ ବି ଆଲାଉ ନାହିଁ କିଛି ନାହିଁ। ସେପଟେ ଏପଟେ କେହି ଆସନ୍ତିନି। ସେଥିପାଇଁ ମତେ ଟିକେ ସୁବିଧା ହୁଏ। ତ ଏଇ ଯେତିକି ଅଳିଆ ନେଇଗଲି ଫାଇନାଲ ପରିଷ୍କାର ହେଇଗଲା। ଖାଲି ବାକି ଅଛି ସେଇ ରୁମରେ ଆମର ଯୋଉ ବେଡସିଟ୍ ଫେଡସିଟ୍ ସବୁ ସଫାସଫି କରିଦେଇଥିଲି ତାକୁ ସବୁ ପଡିବ। କାରଣ ମାସେ ହବ ଭିଡିଓ ହେଇନି ନା ଏପଟିକି ବି ଆଉ ଆସିବା ନାହିଁ। ଭିଡିଓ ହୁଏ ବୋଲି ମୁଁ ବି ଆସେ। ତ ଭିଡିଓ ହଉନି ବୋଲି ମୁଁ ବି ଆସୁନି ଏପଟିକି। ସବୁବେଳେ ପାଇଁ ପରିଷ୍କାର ରଖିବାଟା ଗୋଟେ ସ୍ୱାଭାବିକ କଥା ଗୋଟେ କୁହନ୍ତିନି ନା ଘର ଦ୍ୱାର ସବୁବେଳେ ପାଇଁ ପରିଷ୍କାର ରଖିବାଟା ନିହାତି ଗୋଟେ ଶିକ୍ଷଣୀୟ କଥା ଭିତରେ ଗୋଟେ ଯାଏ। ତ ସେଥିପାଇଁ ସବୁବେଳେ ପରିଷ୍କାର ରଖିବେ ମୁଁ କହିଛି। ତ ନେକ୍ସଟ ଆମର ସରିଗଲା। ତ ମୁଁ କହୁଛି ଏବେ ଆସିଲି ମୋର ନିତ୍ୟ କାମ ସାରି ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ରୁମକୁ। ତ ପକେଇଦବା ବେଡସିଟ୍। ଇଏ ହଉଛି ସ୍ପିକର ଦେଖ ମୁଁ ସବୁ ଅଲରେଡି ଥୋଇ ଦେଇଛି ଆଣିକି। ମିରର ଫିରର ଆମର ସବୁ ସଜବାଜ ପାଇଁ ସବୁ ଥୁଆ ହେଲା। ସବୁ ରଖା ହେଲା। ବେଡସିଟ୍ ପଡିବ ବେଡରେ। ତ ଚାଲନ୍ତୁ କାମରେ ଏବେ ଲାଗିଯିବା। ବେଡସିଟ୍ ପକେଇଦବା। ଆପଣ ମାନେ କହିବେ ମୋ ଭିଡିଓ କେମିତି ଲାଗେ ସବୁ ଆଉ ମୁଁ ଯୋଉ ଡ୍ୟାନ୍ସ କରେ କେମିତି ଲାଗେ ନିଶ୍ଚିତ ଭାବରେ କମେଣ୍ଟ କରି କହିବେ। ଏଇଟା ରହିଲା ଆମର ଯୋଉ ରୁମ ଭିତରେ ମୁଁ ସବୁବେଳେ ଭିଡିଓ କରେ ଏଇଟା ହଉଛି ସେଇ ରୁମ ଟା। ତ ମ୍ୟୁଜିକ ଦବା ଅପେକ୍ଷା କିଛି କଥା ହବାଟା ଖୁସି ଲାଗେ ବହୁତ। ତ ସେଥିପାଇଁ ମ୍ୟୁଜିକ ଆଭଏଡ କରିକି ନିଜ ଭଏସ ଦେବା ପାଇଁ ଚେଷ୍ଟା କରୁଛି। ତ କେମିତି ଲାଗୁଛି ନିଶ୍ଚିତ ଭାବରେ ମତେ କହିବେ। ଏଇ ରୁମ ରେ ହିଁ ଆମ ଠାକୁରଙ୍କୁ ନେଇ ଆସିଛୁ। ଏଇଟା ଆମର ଗେଷ୍ଟ ରୁମ ଥିଲା। ଏଠି ଆମର ବେତ ତିଆରିର ଗୋଟେ ସେଟ ପଡିଥିଲା। ଏଇଟା ଆମର ବେଡ ଟା ପଡିଥିଲା। ଯୋଉ ଗେଷ୍ଟ ମାନେ ଆସନ୍ତି ଏପଟେ ଆମର ଗୋଟେ ଅଲଗା ସାଇଡ ଥିଲା ନା ଆମର ସେପଟ ସାଇଡ କି କେହି ଯିବେନି। ଏଇପଟ ସାଇଡ ରେ ଗେଷ୍ଟ ଆସିବେ ଏଇପଟ ସାଇଡ ରେ ହିଁ ବାହାରିବେ। ତ ଏଇ ରୁମ ଟା ହିଁ ସେଇଭଳିଆ ଟାଇପ ର ହେଇଥିଲା। ତ ଠାକୁରଙ୍କୁ ନେଇ ଆସିଛୁ ଏଇପଟେ ଟିକେ ଅସୁବିଧା ଥିଲା କାରଣ ସେଠି ଆମର ଯୋଉ ବାରଣ୍ଡା ଟାଇପ ର ଥିଲା ନା ସେଠି ରଖିଲେ ଟିକେ ଅସୁବିଧା ହଉଥିଲା। ତ ସେଥିପାଇଁ ଏଇ ରୁମ ଭିତରକୁ ନେଇ ଆସିଛୁ। ପକେଇଦବା ବେଡସିଟ୍ ପକେଇଦେଲେ ଟିକେ ଭଲ ଲାଗିବ ରୁମ ଟା। ତାପରେ ଏଇଠି ଯୋଉ ରୁମ ର ବାହାରକୁ ଆମର ତ ଏଠି ଲାଟ୍ରିନ୍ ବାଥରୁମ ଆଟାଚ ନାହିଁ। ଆମର ମାନେ ରୁମ ଭିତରେ ଆଟାଚ ନାହିଁ। ତ ବାହାରେ ଅଛି ଲାଟ୍ରିନ୍ ବାଥରୁମ। ତ ସେଠି ଭିଡିଓ କରିବାଟା ସମ୍ଭବ ନୁହଁ। ହଁ ଦେଖିବେ ମୁଁ ଏଠି ଯୋଉ ଡୋର ସ୍କ୍ରିନ୍ ଦେଖେଇବି ଏଇଠି ହିଁ ମୁଁ ଲାଟ୍ରିନ୍ ବାଥରୁମ କେମିତି କରେ ଆପଣ ମୋ ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଜାଣିପାରିବେ ଯେ ମୁଁ କେମିତି ଟାଇପ ରେ ହିଁ ଭିଡିଓ ଟା କରେ। ତ ଦେଖ ଅଲରେଡି ବେଡରେ ବେଡସିଟ୍ ପଡିଗଲା। ନେକ୍ସଟ ଆମେ ଯିବା ଡୋର ସ୍କ୍ରିନ୍ ସବୁ ସଫା ହେଇଯାଇଛି। କାରଣ ମାସେ ହବ ଟୋଟାଲି ଭିଡିଓ ଫିଡିଓ ହେଇନି। ଥରେ ବର୍ଷା ଦିନେ ଛତି ମାରିଥିଲା ବେଡସିଟ ରେ। ମାନେ ଓଦାଳିଆ ଟିକେ ଆସେ କପଡା ସବୁ ଏଇ ଟାଇମ ରେ। ବର୍ଷା ଦିନରେ ପ୍ରାୟତଃ ସବୁ ଯେତେ ଶୁଖେଇକି ଖଡ ଖଡ କରିକି ରଖିଥାଉ କିନ୍ତୁ ଅଟୋମେଟିକ ସେ ନରମ ହିଁ ହେଇଯାଏ। ତ ଏଇଟା ହଉଛି ଡୋର ସ୍କ୍ରିନ୍ ଟା ଦିଆହବ। ଅଦର ଯୋଉ ଡୋର ସ୍କ୍ରିନ୍ ଟା ଦେଖିଲେ ଏଇଟାକୁ ମୁଁ ଲାଟ୍ରିନ୍ ବାଥରୁମ ରୂପରେ କେମିତି କରେ ମୁଁ ଏଟା ଦେଖେଇବି। ଏପଟ ସାଇଡରେ ଯୋଉ ସାଇଡରେ ଦେଖୁଛନ୍ତି ଟିକେ ପ୍ଲେସ ଅଛି ସେଇଠି ହିଁ ଡୋର ସ୍କ୍ରିନ୍ ଆମର ଗୋଟେ ଡୋରି ସାହାଯ୍ୟରେ ମୁଁ ସେଇଠି ହିଁ ଟାଙ୍ଗିଦିଏ ଯୋଉଟା କି ଲାଟ୍ରିନ୍ ବାଥରୁମ ବୋଲି କରିଦିଏ। ତ ଫାଇନାଲି ଆମ ଡୋର ସ୍କ୍ରିନ୍ ଟଙ୍ଗା ହେଇଗଲା। ସେଭ୍ ହେଇଗଲା ରୁମ ଟା। ନୋ ପ୍ରୋବ୍ଲେମ ଆଉ କିଛି ପ୍ରୋବ୍ଲେମ ହିଁ ଆସିବନି। ତାପରେ ଏଇଟା ହଉଛି ଏଇ ଯୋଉ ଡୋର ସ୍କ୍ରିନ୍ ଟା ରହିଲା
ଏପଟ ସାଇଡରେ ମୁଁ ମାନେ ଏଇଠି ଦେଇକି ତାକୁ ମୁଁ ଲାଟ୍ରିନ୍ ବାଥରୁମ ରୂପରେ ଭିଡିଓ ରୂପରେ କରେ। ତ ଆଜିର ଭିଡିଓ କେମିତି ଲାଗିଲା ନିଶ୍ଚିତ ଭାବରେ ମତେ କହିବେ। ଆଉ ମୋ ଭିଡିଓ ଯଦି ଭଲ ଲାଗେ ତାହେଲେ ଲାଇକ୍ ସେୟାର କମେଣ୍ଟ କରିଦେବେ। ସମସ୍ତଙ୍କୁ ମୁଁ ମାନେ କହୁଛି କି ଆପଣ ମାନଙ୍କ ଆଶୀର୍ବାଦ ସବୁବେଳେ ସଦା ସର୍ବଦା ମୋ ଉପରେ ଥାଉ। ଛୋଟ ହଉ ବଡ ହଉ ମୁଁ ଚେଷ୍ଟା କରିବି ଧୀରେ ଧୀରେ ଆଗକୁ ଯିବା ପାଇଁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।